ସେଦିନ ପରମେଶ୍ୱର ଅବ୍ରାହମକୁ ଡାକିକିରି ତୁମକୁ ମୁଁ ଆଶୀର୍ବାଦ କରିବି, ତୁମ୍ଭ ଦ୍ୱାରା ସମଗ୍ର ଜାତିଗଣ ଆଶୀର୍ବାଦ ପାଇବେ। ବାପାମାନେ ଶୁଣୁଛନ୍ତି, ସେଦିନ ପରମେଶ୍ୱର ଅବ୍ରାହମକୁ ଆଶୀର୍ବାଦ କଲେ। ତାହେଲେ ସାରା ବିଷୟରେ କ'ଣ? ଆଦି ପୁସ୍ତକ 12 ପର୍ବ ତାର 2 ପଦ। ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା, ପୁଣି ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ୍ କରିବା, ଆଉ ତୁମ୍ଭେ ଆଶୀର୍ବାଦର ଆକର ହେବ। ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା, ପୁଣି ଯିଏ କେହି ତୁମ୍ଭକୁ ଅଭିଶାପ ଦିଏ ଆମ୍ଭେ ତାହାକୁ ଅଭିଶାପ ଦେବା। ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ। ପରମେଶ୍ୱର ଅବ୍ରାହମକୁ କହିଲେ, ଅବ୍ରାହମ, ମୁଁ ତୁମକୁ ଆଶୀର୍ବାଦ କରିବି, ତୁମ ଦ୍ୱାରା ପୃଥିବୀର ସମସ୍ତ ଜାତିଗଣ ଆଶୀର୍ବାଦ ପ୍ରାପ୍ତ ହେବେ। ପିତାମାନେ ଶୁଣନ୍ତୁ, ଆପଣଙ୍କୁ ଆଶୀର୍ବାଦ ପାଇବାକୁ ପଡ଼ିବ। ବାପାମାନେ ମନ ଦେଇ ଶୁଣନ୍ତୁ। ପ୍ରଥମରେ ଆପଣଙ୍କ ଉପରେ ପରମେଶ୍ୱରଙ୍କ ଆଶୀର୍ବାଦ ରହିବାର ଅଛି। ଯାକୁବ ନିର୍ଧନ ଥିଲା, କିନ୍ତୁ ତଥାପି ତା ଉପରେ ପରମେଶ୍ୱରଙ୍କର ଆଶୀର୍ବାଦ ଥିଲା। ଏଥିପାଇଁ ତାର ପୁଅ ଯୋସେଫର ଉପରେ ମଧ୍ୟ ପରମେଶ୍ୱରଙ୍କର ଆଶୀର୍ବାଦ ରହିଲା। ଆଉ ସେ ଅନେକ ଦେଶମାନଙ୍କୁ ଭୋଜନ କରାଇଲା। ଆଉ ସେ ଆପଣାର ସମସ୍ତ ପରିବାରକୁ ପୋଷଣ ଯୋଗେଇ ପାରିଲା। ଅବ୍ରାହମକୁ ପରମେଶ୍ୱର କହୁଛନ୍ତି, ମୁଁ ତୁମକୁ ଆଶୀର୍ବାଦ କରିବି, ତୁମ ଦ୍ୱାରା ସମଗ୍ର ଜାତିଗଣଙ୍କୁ ମୁଁ ଆଶୀର୍ବାଦ କରିବି। ଅବ୍ରାହମ ଆଶୀର୍ବାଦ ପାଇଲେ, ସେଥିପାଇଁ ତାର ପିଲାମାନେ ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହେଲେ। ପ୍ରକୃତରେ ଯାକୁବ କିଏ ଥିଲେ କୁହନ୍ତୁ? ଅବ୍ରାହମଙ୍କର ନାତି। ଯାକୁବର ପିତା ଇସାହାକ, ଇସାହାକର ପିତା ଅବ୍ରାହମ। ଅବ୍ରାହମକୁ ପରମେଶ୍ୱର ଆଶୀର୍ବାଦ କଲେ। ସେ ଆଶୀର୍ବାଦ କେତେ ବାଟ ଆସିଲା? ଯାକୁବ ପାଖକୁ, ଯାକୁବଠାରୁ କୁହନ୍ତୁ ଦେଖି ଯୋସେଫ ପର୍ଯ୍ୟନ୍ତ। ଆଉ ସେହିପରି ଜିହୁଦା ନିକଟକୁ ଗଲା, ଜିହୁଦାଠାରୁ ଦାଉଦଙ୍କ ନିକଟକୁ, ଦାଉଦଠାରୁ ଜଗତର ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଆପଣଙ୍କ ପାଖକୁ, ମୋ ପାଖକୁ ଆଶୀର୍ବାଦ ଆସିଲା। ଏହା କୋଉଠୁ ଆରମ୍ଭ ହେଲା କୁହନ୍ତୁ? ଅବ୍ରାହମଠୁ ଆରମ୍ଭ ହୋଇଛି। ପରମେଶ୍ୱର ଭୁଲି ନାହାନ୍ତି। ଅବ୍ରାହମକୁ ଦେଇଥିବା ପ୍ରତିଜ୍ଞାକୁ ପରମେଶ୍ୱର ଭୁଲି ନାହାନ୍ତି। ଯାକୁବ ଆଶୀର୍ବାଦ ପାଇବା ପାଇଁ ମଲ୍ଲଯୁଦ୍ଧ କଲେ, ଆଶୀର୍ବାଦ ପାଇବା ପାଇଁ ସଂଘର୍ଷ କଲେ, ଆଶୀର୍ବାଦ ପାଇଁ ବିନତି କଲେ, ଆଶୀର୍ବାଦ ପାଇବାକୁ ପ୍ରାର୍ଥନା କଲେ, ଆଶୀର୍ବାଦ ନିମନ୍ତେ ବିଳାପ କଲେ, କାନ୍ଦିଲେ, ପିତା ତୁମର ଆଶୀର୍ବାଦ ମୋତେ ଦରକାର। ଧନ ସମ୍ପତ୍ତିରୁ ମିଳୁଥିବା ଆଶୀର୍ବାଦ ନୁହେଁ, ତୁମର ଆଶୀର୍ବାଦ ମୋ ଉପରେ ରହୁ। କାନ୍ଦିଲେ, ଲୁହ ବୁହେଇଲେ। ପରମେଶ୍ୱର କ'ଣ କଲେ? ଅବ୍ରାହମଙ୍କୁ ଯେଉଁପରି ଆଶୀର୍ବାଦ କରିଥିଲେ, ଅବ୍ରାହମଙ୍କଠାରୁ ଉତ୍ପନ୍ନ ଯାକୁବଙ୍କୁ ସେହି ପ୍ରକାର ଆଶୀର୍ବାଦ କଲେ। ମାଙ୍କ ବିଷୟରେ କ'ଣ? ପ୍ରିୟ ମାମାନେ, ଆପଣଙ୍କ ବିଷୟରେ କ'ଣ ଅଛି? ଆସନ୍ତୁ ଦେଖିବା। ଆଦି ପୁସ୍ତକ 17 ଅଧ୍ୟାୟ ତାର 15 ପଦରୁ। ତହିଁ ଉତ୍ତାରେ ପରମେଶ୍ୱର ଅବ୍ରାହମକୁ କହିଲେ, ତୁମ୍ଭେ ଆପଣା ଭାର୍ଯ୍ୟା ସାରିକି ଆଉ ସାରି ବୋଲି ଡାକିବ ନାହିଁ, ତାହାର ନାମ ସାରା ହେଲା। ଆମ୍ଭେ ତାହାକୁ ଆଶୀର୍ବାଦ କରିବା ଓ ତାହାଠାରୁ ତୁମ୍ଭକୁ ଗୋଟିଏ ପୁତ୍ର ଦେବା। ଆମ୍ଭେ ତାହାକୁ ଆଶୀର୍ବାଦ କରିବା, ସେ ନାନା ଗୋଷ୍ଠୀର ଆଦିମାତା ହେବ, ଆଉ ତାହାଠାରୁ ନାନା ଦେଶୀୟ ରାଜଗଣ ଉତ୍ପନ୍ନ ହେବେ। ଭଉଣୀ ଶୁଣୁଛନ୍ତି କି? ଆପଣଙ୍କର ଆଶୀର୍ବାଦ ଅଛି। ପରମେଶ୍ୱରଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ଅଛି। ସେଦିନ ପରମେଶ୍ୱର କେବଳ ଅବ୍ରାହମକୁ ଆଶୀର୍ବାଦ କଲେ ତା ନୁହେଁ, ଅବ୍ରାହମଙ୍କର ପତ୍ନୀ ସାରାଙ୍କୁ ମଧ୍ୟ ଆଶୀର୍ବାଦ କଲେ। କେବଳ ପରମେଶ୍ୱରଙ୍କର ଆଶୀର୍ବାଦ ସ୍ୱାମୀ ଉପରେ ରହିବା ଠିକ୍ ନୁହେଁ, ତାହା ସ୍ତ୍ରୀ ଉପରେ ରହିବାର ମଧ୍ୟ ଆବଶ୍ୟକ ଅଛି। କେବଳ ପିତାଙ୍କ ଉପରେ ଆଶୀର୍ବାଦ ରହିଲେ ଠିକ୍ ନୁହଁ, ମାଙ୍କ ଉପରେ ମଧ୍ୟ ପରମେଶ୍ୱରଙ୍କ ଆଶୀର୍ବାଦ ଥିବାର ଅଛି। କେବଳ ସ୍ୱାମୀ ଆତ୍ମିକ ଥିଲେ ଚଳିବ ନାହିଁ, ସ୍ତ୍ରୀ ମଧ୍ୟ ଆତ୍ମିକ ଥିବାର ଅଛି। ଆଜି ଆମର ପରିବାରଗୁଡ଼ିକରେ ଯଦି ପତ୍ନୀ ଆତ୍ମିକ ଅଛି ଆଉ ସ୍ୱାମୀ ଆତ୍ମିକ ଜୀବନରେ ନାହିଁ, ସ୍ୱାମୀ ଆତ୍ମିକ ଜୀବନରେ ଅଛି, ତାହେଲେ ତେବେ ସ୍ତ୍ରୀ ସ୍ୱେଚ୍ଛାଚାରୀ ଜୀବନଯାପନ କରୁଛି। ଇଏ ପିଲାମାନଙ୍କ ପାଇଁ ଏକ ଆଶୀର୍ବାଦ ନୁହେଁ। ପିତା ଆଉ ମାତା, ଆଜି ମୁଁ ଗୋଟିଏ ପ୍ରଶ୍ନ ପଚାରୁଛି, ଆପଣଙ୍କର ପିଲାମାନେ ଆପଣଙ୍କର ନାମ ଗର୍ବରେ ନେଉଛନ୍ତି କି? ମୁଁ ଅମୁକ ବ୍ୟକ୍ତିଙ୍କର ପୁଅ ଅଟେ, ମୁଁ ଅମୁକ ମାଙ୍କର ଝିଅ ଅଟେ। ଆପଣଙ୍କ ବିଷୟରେ ଏହିପରି ଗର୍ବରେ କହିପାରିବେ? ଏପରି ଜୀବନ ଆପଣଙ୍କର ଅଛି କି? ଆପଣଙ୍କର ଜୀବନ ସେପରି କି? ଥରେ ଭାବି ଦେଖନ୍ତୁ। ପ୍ରିୟ ଭାଇ ଓ ଭଉଣୀମାନେ ଶୁଣନ୍ତୁ, ଆପଣ ବଡ଼ ହେଲା ପରେ
ଆଉ ଯେତେବେଳେ ବାପା ମା ମାନେ ବୃଦ୍ଧ ହେଇଯିବେ, ଆପଣ ଯଦି ସେମାନଙ୍କୁ ପୁରସ୍କାର ଦେବାକୁ ଚାହୁଁଛନ୍ତି ତାହେଲେ ତାହା ହେଉଛି ସେଦିନ ମା ଓ ବାପା ଆପଣଙ୍କର ନାଁ ନେଇକି ସେମାନେ ନିଜର ପରିଚୟ ଦେବେ। କ'ଣ କହିକି? ମୁଁ ଅମୁକ ବ୍ୟକ୍ତିଙ୍କର ବାପା ଅଟେ, ଅମୁକ ବ୍ୟକ୍ତିଙ୍କର ଆମେ ବାପା ମା ଅଟୁ, ସେଇ ଝିଅର ମୁଁ ମା ଅଟେ। ଏହିପରି ଆପଣଙ୍କର ନାଁ କହିକିରି ଆପଣଙ୍କ ବାପା ମା ନିଜର ପରିଚୟ ଦେଇପାରିବେ। ସେହିପରି ଭାବରେ ଆପଣଙ୍କର ବଞ୍ଚିବା ହିଁ ଆପଣଙ୍କ ଦ୍ୱାରା ଆପଣଙ୍କ ବାପା ମାଙ୍କୁ ଦିଆଯାଇଥିବା ଏକ ମହାନ ଆଦର ଅଟେ। କିଛି ବୁଝିପାରୁଛନ୍ତି କି ଆପଣ? ବୁଝିପାରିଲେ କି? ସାନବେଳେ ଆମେମାନେ ମା ବାପାଙ୍କର ନାଁ କହିଥାଉ। ବଡ଼ ହେଲା ପରେ ମା ବାପା ଆମର ନାମ କହିପାରିବେ। ଏହିପରି ବଞ୍ଚିବା ହିଁ ଆମେ ସେମାନଙ୍କୁ ଯାହା ଦେଇପାରିବା ସେଇ ମହାନ ଆଦର ଅଟେ। ଭୁଲନ୍ତୁ ନାହିଁ। 17 ବର୍ଷ ଧରି ଯାକୁବ ଯୋସେଫଙ୍କୁ ପ୍ରେମ କଲେ ଆଉ ପାଳନ ପୋଷଣ କଲେ। ଏବେ ଯାକୁବ ନିଜ ବାପାଙ୍କୁ ଡକେଇଲା। ସେ କହିଲା, ବାପା ଏଠିକି ପଳେଇ ଆସନ୍ତୁ, ମୁଁ ଆପଣଙ୍କୁ ଦେଖାଶୁଣା କରିବି। ବାପାଙ୍କୁ ଡାକିବାରୁ ଯାକୁବ ଆସିଗଲେ। କିନ୍ତୁ ଆସିବା ପରେ ସେ ତାର ବାପାଙ୍କୁ ପ୍ରଧାନମନ୍ତ୍ରୀର ପଦବୀରେ ରହି ଯେତେବେଳେ ପରିଚୟ କରାଉଥିଲା, ସେତେବେଳେ ଫାରୋ ରାଜା କହିଲେ, ତୁମର ବୟସ କେତେ? ଆସନ୍ତୁ ଦେଖିବା କ'ଣ କହିଲେ। 47 ପର୍ବରେ ତାର 9 ପଦରେ ଯାକୁବ ଫାରୋଙ୍କୁ କହିଲେ, ମୋର ପ୍ରବାସ କାଳର ଦିନ 130 ବର୍ଷ, ମୋ ପରମାୟୁର ଦିନ ଅଳ୍ପ ଓ ଆପଦଜନକ। ପୁଣି ମୋହର ପୂର୍ବପୁରୁଷମାନଙ୍କର ପ୍ରବାସକାଳୀନ ଆୟୁର ଦିନ ତୁଲ୍ୟ ନୁହେଁ। କେତେ ବୟସ ଥିଲା? ମୋର ଆୟୁଷ 130 ବର୍ଷ ଥିଲା। ପରମେଶ୍ୱରଙ୍କ ଅନୁଗ୍ରହ ଯାକୁବଙ୍କ ଉପରେ ଥିଲା ନା ନାହିଁ? ହଁ କହିବା ଲୋକମାନେ ତାଳି ମାରନ୍ତୁ। ପରମେଶ୍ୱରଙ୍କର ଅନୁଗ୍ରହ ଯାକୁବ ଉପରେ ଥିଲା, ଏହା ସତ୍ୟ। କିନ୍ତୁ ତଥାପି ଯାକୁବର ଜୀବନର ଦିନ ସବୁ ଦୁଃଖରେ ପୂର୍ଣ୍ଣ ଥିଲା। ଏକଥା ଭୁଲିଯିବା ନାହିଁ। ପରମେଶ୍ୱର ଆପଣଙ୍କ ମଧ୍ୟରେ ଥାଆନ୍ତୁ କିମ୍ବା ଆପଣଙ୍କ ସହିତ ଥାଆନ୍ତୁ, ତଥାପି ଦୁଃଖ ତ ନିଶ୍ଚୟ ରହିବ। ଯୋସେଫର ସହିତରେ ପରମେଶ୍ୱର ଥିଲେ, ତଥାପି ଯୋସେଫ ପରୀକ୍ଷାରେ ପଡ଼ିଲେ। ଯୋସେଫର ସହିତ ପରମେଶ୍ୱର ଥିଲେ, ତଥାପି ଯୋସେଫର ନିନ୍ଦା କରାଗଲା, ଆରୋପ ଲଗାଗଲା, ଅପମାନିତ କରାଗଲା। ଜଣେ ଅପରାଧୀ ଭଳି ବନ୍ଦୀ ଗୃହରେ ପକେଇ ଦିଆହେଲା। ୟେସ୍, ପରମେଶ୍ୱର ଆପଣଙ୍କ ସହିତ ଥିଲେ ମଧ୍ୟ ଅନେକ ଘଟଣାରେ ଆପଣ ଅପମାନିତ ହେବେ, ଆଉ ଅନେକ ଥର ଆପଣ କ୍ଷତାକ୍ତ ହେବେ, ବିକ୍ରି କରାହେଇଯିବେ। କିଛି ଭୁଲ ନଥାଇ ମଧ୍ୟ ଆପଣଙ୍କ ଉପରେ ଦୋଷାରୋପ କରାଯିବ, ଆପଣଙ୍କୁ ଅପରାଧୀ ବୋଲି କୁହାଯିବ। କିନ୍ତୁ ଶୁଣନ୍ତୁ, ଆପଣଙ୍କୁ ଆଉ ଏକ ନୂତନ ସ୍ତରକୁ ନେଇଯିବା ପାଇଁ ପରମେଶ୍ୱର ଅନେକ ଥର ଏହି ସମସ୍ତ ଅବସ୍ଥା ମଧ୍ୟରେ ଆପଣଙ୍କୁ କଢ଼େଇ ନେବେ। ଏହି ସତ୍ୟକୁ ଭୁଲନ୍ତୁ ନାହିଁ। ଆପଣଙ୍କର ନିନ୍ଦା ହେଇପାରେ, କଷ୍ଟ ହେଇପାରେ, ଦୁଃଖ ହେଇପାରେ। ଏହି ସମସ୍ତ ଅଜାଣତରେ ଆପଣଙ୍କୁ କ'ଣ କରେ ଆପଣ ଜାଣନ୍ତି କି? ଆପଣଙ୍କୁ ଯେଉଁ ଉତ୍ତମ ସ୍ତରରେ ପହଞ୍ଚିବାର ଅଛି, ସେଠାରେ ନ ପହଞ୍ଚିବା ପର୍ଯ୍ୟନ୍ତ ପରମେଶ୍ୱର ଏହି ସବୁ ବିଷୟକୁ ଅନୁମତି ଦେଇଥାନ୍ତି। ଭୁଲନ୍ତୁ ନାହିଁ। ପ୍ରିୟମାନେ, ଥରେ 2 ଜଣ ଭାଇ ଗୋଟିଏ ନଈ କୂଳରେ ଖେଳୁ ଖେଳୁ ସାନ ଭାଇ କାଗଜର ଗୋଟିଏ ଡଙ୍ଗା ବନେଇଲା। କାଗଜ ଡଙ୍ଗା ବନେଇକି ତାକୁ ପାଣିରେ ଛାଡ଼ିଦେଲା। ସେଇ ଡଙ୍ଗାକୁ ପାଣିରେ ଭାସୁଥିବାର ଦେଖି ସାନ ଭାଇଟି ବହୁତ ଖୁସି ହେଉଥିଲା। ଏହି ସମୟରେ ସେଇ ଢେଉ ହେତୁ ସେଇ କାଗଜର ଡଙ୍ଗାଟି ଧୀରେ 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 ତାହା କ'ଣ ହେଉଥିଲା ଜାଣନ୍ତି? ଦୂରକୁ ଚାଲି ଯାଉଥିଲା। ଦୂରକୁ ଚାଲି ଯାଉଥିଲା ତ ତା ଭିତରେ ଉତ୍କଣ୍ଠା, ଏକ ପ୍ରକାର ଡର, ଏକ ପ୍ରକାର ଦୁଃଖ ଉତ୍ପନ୍ନ ହେଲା। ଏଇଟା ଦୂରକୁ ପଳଉଛି, ଏଇ ଡଙ୍ଗା ମତେ ବହୁତ ଭଲ ଲାଗେ, ମୋର ଡଙ୍ଗା ମୋଠୁ ଦୂରକୁ ପଳଉଛି, ଇଏ ଦୂରକୁ କାହିଁକି ପଳଉଛି, ମୋର ଖୁସି ମୋଠାରୁ ଦୂରକୁ ଚାଲି ଯାଉଛି। ଏହି ପ୍ରକାର ସେ ଚିନ୍ତିତ ଥିବା ଅବସ୍ଥାରେ ପାଖରେ ଥିବା ବଡ଼ ଭାଇ ଚୁପ୍ ରହିଲା ନାହିଁ। ସେଠାରେ ଥିବା ପଥରକୁ ସେ ନେଇ ଏମିତି କଲାବାଲା ଥାଆନ୍ତି ନା ନାହିଁ? ସାନ ଭାଇ କାନ୍ଦୁଥିବା ବେଳେ ତାଙ୍କୁ ଆହୁରି କନ୍ଦେଇବା ପାଇଁ ଭାଇମାନେ ଥାଆନ୍ତି ନା ନାହିଁ? ଛୋଟ ଭଉଣୀ କାନ୍ଦୁଛି ତ ତାଙ୍କୁ କନ୍ଦେଇବାକୁ ଆହୁରି ବଡ଼ ଭଉଣୀମାନେ ଥାଆନ୍ତି ନା ନାହିଁ? ସାଧାରଣତଃ ଥାଆନ୍ତି। ଇଏ ପଥର ଉଠେଇକି ପକଉଥିଲା। ଏମିତି ଫୋପାଡ଼ିବା ସମୟରେ ସେଇ ଡଙ୍ଗାଟି ଆହୁରି ହଲିବାକୁ ଲାଗିଲା। ସେ ଛୋଟ ଭାଇ ତାର ବଡ଼ ଭାଇକୁ ଦେଖି କହିଲା, ତମେ କାହିଁକି ମୋତେ ଚିଡ଼ଉଛ? ତମେ କାହିଁକି ମୋତେ ଈର୍ଷା କରୁଛ? ଜାଣି ଶୁଣିକି ମୋର ଡଙ୍ଗାକୁ ବୁଡ଼ଉଛ ନା? ତାକୁ ଦେଖ, ସେ କେମିତି ଟଳମଳ ହେଉଛି। ବୁଡ଼ିଯିବ।
ପଥର ଫୋପାଡ଼ ନାହିଁ କହିବା ବେଳେ ବଡ଼ ଭାଇ ସେମିତି ପଥର ପକେଇ ଚାଲିଥିଲା। ସାନ ଭାଇ ବହୁତ ରାଗିଗଲା। ଆରେ ମୋ ଡଙ୍ଗାକୁ ତୁ କାହିଁକି ବୁଡ଼ଉଛୁ? ତୁ କାହିଁକି ସେମିତି କରୁଛୁ? କିନ୍ତୁ ଭାଇ ଧ୍ୟାନ ଦେଲା ନାହିଁ। ସେମିତି ପଥର ଫୋପାଡୁଥିଲା। ଆଉ ସେ ତାର ଭାଇକୁ ଗାଳି ଦେଉଥିଲା। ଭାଇ ସେମିତି ପଥର ଫୋପାଡୁଥାଏ। ପଥର ଫୋପାଡ଼ି ଚାଲିଥିଲା। ଏଇପରି ପଥର ପକେଇ ସାନ ଭାଇ ବଡ଼ ଭାଇକୁ ସେମିତି ଗାଳି ଦେଇ ଚାଲିଥାଏ। ସେ ଯୋଉ ଡଙ୍ଗା ବୁଡ଼ିବାକୁ ଯାଉଥିଲା, ଦେଖୁ ଦେଖୁ ଆଖି ସାମ୍ନାରେ ତାର ଅଜାଣତରେ ସେଇ ଡଙ୍ଗାଟି ତାଠାରୁ ଦୂରକୁ ଯିବାର ପରିବର୍ତ୍ତେ ଧୀରେ ଧୀରେ କୂଳକୁ ଆସୁଥିବାର ସେ ଦେଖିଲା। ବଡ଼ ଭାଇ ପଥର ମାରିବା ଦ୍ୱାରା ତାର ଡଙ୍ଗାକୁ ବୁଡ଼େଇ ଦେଉଛି ଭାବିଲା, କିନ୍ତୁ ଭାଇଟି ସେଇ ଡଙ୍ଗାର ଆଗପଟକୁ ପଥର ପକାଉଥିଲା। ସେଥିପାଇଁ ସେଇ ପଥରରୁ ଉତ୍ପନ୍ନ ଢେଉ ଯୋଗୁଁ ଏ ଡଙ୍ଗାର କ'ଣ ହେଲା, ଧୀରେ ଧୀରେ କୂଳକୁ ଆସିଗଲା। ବଡ଼ ଭାଇ କ'ଣ କରୁଛି? ଅନିଷ୍ଟ କରୁନି। ସେ ଅନିଷ୍ଟ କଲା ଭଳିଆ ଦେଖାଯାଉଥିଲା, କିନ୍ତୁ ହାନି କରୁଥିବା ଭଳିଆ ସ୍ଥିତିର ପଛରେ ଉତ୍ତମତା ଲୁଚି ରହିଥିଲା। ପ୍ରିୟ ଭାଇ ଓ ଭଉଣୀମାନେ, ବେଳେବେଳେ ଆପଣଙ୍କ ଜୀବନରେ ପରମେଶ୍ୱର ଯାହା କରୁଛନ୍ତି ତାହା ଅନିଷ୍ଟ ଭଳି ଲାଗେ। ପରମେଶ୍ୱର ଆପଣଙ୍କର ଅନିଷ୍ଟ କରୁଛନ୍ତି, ଯେମିତି ଆପଣଙ୍କ ଉପରକୁ ପଥର ପକାଉଛନ୍ତି। ପରମେଶ୍ୱର ଆପଣଙ୍କୁ ଦୁଃଖ ଦେଉଛନ୍ତି, ଯେମିତି ସବୁକିଛି ଆପଣଙ୍କ ବିରୁଦ୍ଧରେ କରୁଛନ୍ତି। ଦିନକୁ ଦିନ ଆପଣଙ୍କ ଖୁସି ଆପଣଙ୍କଠୁ ଦୂରକୁ ଚାଲିଯାଉଛି। ଆପଣଙ୍କ ଜୀବନରେ ଯେଉଁ ଆଶୀର୍ବାଦ ସବୁ ଅଛି ତାହା ଦୂର ହୋଇଯାଉଛି। ଆପଣଙ୍କୁ ସେମିତି ଲାଗୁଥିବ, କିନ୍ତୁ ପରମେଶ୍ୱର ନିଜର ମହାନ ଜ୍ଞାନରେ ଅନିଷ୍ଟ ଭଳି ଦେଖାଯାଉଥିବା ବାତାବରଣକୁ ମଧ୍ୟ ଏକ ଉତ୍ତମତାରେ ପରିବର୍ତ୍ତିତ କରିବା ପାଇଁ ପରମେଶ୍ୱର ଅନୁମତି ଦିଅନ୍ତି। ଏହି ସତ୍ୟକୁ ଆପଣ ଭୁଲନ୍ତୁନି। ଯୋସେଫଙ୍କର ଜୀବନରେ ଭାଇମାନେ ଅନିଷ୍ଟ କଲେ, କିନ୍ତୁ ପରମେଶ୍ୱର କ'ଣ କଲେ? ଅନିଷ୍ଟକୁ ଆଶୀର୍ବାଦରେ ପରିଣତ କଲେ। ଯାକୁବ ଯେତେବେଳେ ଆସିଲା, ତାର ବୟସ କେତେ ଥିଲା? 130 ବର୍ଷ, ରାଇଟ୍? ଯାକୁବଙ୍କର ମୃତ୍ୟୁ ବେଳକୁ ବୟସ କେତେ? ଆସନ୍ତୁ ଦେଖିବା। 47 ପର୍ବ ତାର 28 ପଦ। ମିଶର ଦେଶରେ ଯାକୁବ 17 ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଲେ। ଏହାକୁ ଏକ ଆଶ୍ଚର୍ଯ୍ୟ କର୍ମ କହିବା ନା କ'ଣ କହିବା କୁହନ୍ତୁ? ଯାକୁବ ଯୋସେଫଙ୍କ ପାଖରେ, ଯିଏ ନିଜର ବାପାଙ୍କୁ ଭରଣ ପୋଷଣ କଲେ, ସେ କେତେ ବର୍ଷ ରହିଲେ? ଠିକ୍ 17 ବର୍ଷ ରହିଲେ। କେମିତି ଏମିତି ହେଲା? ଯୋସେଫ ଯାକୁବଙ୍କ ପାଖରେ 17 ବର୍ଷ ରହିଲେ। ଯୋସେଫ ଯେତେବେଳେ ଯାକୁବ ପାଖରେ ଥିଲେ, ଯାକୁବ ଯୋସେଫଙ୍କୁ ପ୍ରେମ କଲେ, ତାଙ୍କ ଭରଣ ପୋଷଣ କଲେ। ବୃଦ୍ଧ ହେବା ପରେ ବର୍ତ୍ତମାନ ଯାକୁବ ଯୋସେଫ ପାଖକୁ ଆସିବା ପରେ ଯୋସେଫ କେତେ ଦିନ ଯାଏ ତାଙ୍କୁ ଦାୟିତ୍ୱ ନେଲେ? 17 ବର୍ଷ। କେତେ ବର୍ଷ ଦାୟିତ୍ୱ ନେଲେ? 17 ବର୍ଷ। ଆର ଅର୍ଥ କ'ଣ? ମା ବାପା ଆମକୁ ଯେତେ ବର୍ଷ ପ୍ରେମ କରିଛନ୍ତି ଆଉ ଲାଳନ ପାଳନ କରିଛନ୍ତି, ସେତେ ବର୍ଷ ପର୍ଯ୍ୟନ୍ତ ଆମେ ବି ତାଙ୍କୁ ପ୍ରେମ କରିବା, ଆଉ ସେତେ ବର୍ଷ ପର୍ଯ୍ୟନ୍ତ ଆମେ ମଧ୍ୟ ତାଙ୍କର ଦାୟିତ୍ୱ ନେବାର ଅଛି। ପ୍ରିୟ ଭାଇମାନେ, ଆପଣଙ୍କର ମଧ୍ୟ ବାପା ମା ଅଛନ୍ତି। ପ୍ରିୟ ଭଉଣୀମାନେ, ବାପା ମା ଆପଣଙ୍କର ବି ଅଛନ୍ତି। ଆପଣ ସମସ୍ତଙ୍କର ଦାୟିତ୍ୱ। ମାତା ପିତା ଆମକୁ ଯେତେ ବର୍ଷ ପର୍ଯ୍ୟନ୍ତ ପ୍ରେମ କଲେ, ଆମର ଭରଣ ପୋଷଣ କଲେ, ସେତେ ବର୍ଷ ତାଙ୍କର ମଧ୍ୟ ଭରଣ ପୋଷଣ କରିବା ଆମମାନଙ୍କର ଦାୟିତ୍ୱ ଅଟେ। ଏକଥା ଆମକୁ ବାକ୍ୟ ସ୍ପଷ୍ଟ ଭାବରେ ଶିଖେଇଥାଏ। ଭୁଲନ୍ତୁ ନାହିଁ। 17 ବର୍ଷ ଧରି ଯାକୁବ ଯୋସେଫକୁ ପ୍ରତିପାଳିତ କଲା, ପ୍ରେମ କଲା। ଆଉ 17 ବର୍ଷ ଧରି ଯୋସେଫ ତାଙ୍କର ପିତା ଯାକୁବଙ୍କୁ ବୃଦ୍ଧ ବୟସରେ ପ୍ରେମ କଲେ ଆଉ ଭରଣ ପୋଷଣ କଲେ। କୌଣସି ବିଷୟ ଉଣା ନ ରଖି ତାଙ୍କୁ ଯତ୍ନ କଲେ। ଏବେ ଗୋଟେ ପ୍ରଶ୍ନ, ସାଧାରଣତଃ ମା ବାପା ହୁଅନ୍ତୁ କିମ୍ବା 2 ଜଣ ଯାକ ହେଇଥାନ୍ତୁ, ଆପଣଙ୍କୁ କେତେ ବର୍ଷ ଯାଏ ପାଳନ ପୋଷଣ କରନ୍ତି? ଭାଇମାନେ ଶୁଣୁଛନ୍ତି କି? ଭଉଣୀମାନେ ଶୁଣୁଛନ୍ତି କି? ସାଧାରଣତଃ ଆପଣଙ୍କୁ ପ୍ରେମ କରି ସେମାନେ କେତେ ବର୍ଷ ଆପଣଙ୍କୁ ପ୍ରତିପାଳିତ କରନ୍ତି? ଆପଣ ହାତକୁ 2 ହାତ ହେବା ପର୍ଯ୍ୟନ୍ତ, ଆପଣଙ୍କ ବିବାହ ହେବା ପର୍ଯ୍ୟନ୍ତ। ସାଧାରଣତଃ 25 ବର୍ଷରୁ ନେଇକି 30 ବର୍ଷ ଭିତରେ ପୁଅମାନଙ୍କର ବାହାଘର ହେଇଯାଏ। 20 ବର୍ଷଠାରୁ 25 ବର୍ଷ ମଧ୍ୟରେ ଜଣେ ଝିଅର ମଧ୍ୟ ବାହାଘର ହେଇଯାଏ। ଅର୍ଥାତ୍ ଆପଣ ନିଜର ବାପା ମାଙ୍କ ପାଖରେ 20ରୁ 25 ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି। ଯଦି ଆପଣ ଭଲ ପାଠ ପଢ଼ିଛନ୍ତି, ଯଦି ସେ ଅନେକ ପରିଶ୍ରମ କରି ଆପଣଙ୍କୁ ପାଠ ପଢ଼େଇଛନ୍ତି, ତ ବେଳେବେଳେ 27 ବର୍ଷ ପର୍ଯ୍ୟନ୍ତ ମଧ୍ୟ ହେଇଯାଏ। 29-30 ବର୍ଷ ଯାଏ ବି ହେଇଯାଏ ବେଳେବେଳେ। କାହିଁକି ନା ପାଠ ପଢ଼ା ଥାଏ। କିଏ ପଢ଼ଉଛନ୍ତି ଆପଣଙ୍କୁ? ବାପା ମା।
किए आपणको प्रेम कले सेई समय किए आपणको पाठ पढ़ाइले किए आपणकर दायित्व नेले आपणकर बापा माँ माने आपणकर पाठपढ़ा सरिब चाकरी हब तापर विवाह कार्य हब से पर्यंत पॉकेट मनी किए दउछि माँ माने बापा माने आपणको टंका दरकार थिले आपण काहाकु मांगंती माँ बापांकठु एहीपरि सेमाने आपणको 25 वर्षरु नै 30 वर्ष पर्यंत प्राय पाଳି थांती एबे आपण कहंतु आपणको तांको केते वर्ष पाଳିबा पोषण करिवा कथा केते वर्ष साधारणतः 70 वर्ष किंबा बड़ सकाशु धरि निया जाऊ 80 वर्ष माइनस 25 वर्ष केते हला 55 वर्ष रिटायरमेंट रो बयस केते हेतिबो कहिले प्राय 58 वर्ष रे रिटायरमेंट हुए बेले बेले 57 बेले बेले 58 बेले बेले 60 माँ बापा जदि चाकरी अछंती धरा जाऊ 58 वर्ष रे से रिटायर्ड हे गले सेही समय ठारू जदि आपण 25 वर्ष को जोड़िबे ताले केते हबो प्राय 83 वर्ष होउची अर्थात से माने 83 वर्ष माइनस 25 वर्ष इज इक्वल टू 58 वर्ष अर्थात सरकार भी बड़ा अद्भुत भाव चिंता करछंती से कौन कि अरे बाबू माँ बापांक पाखरे तमे केते वर्ष खाइल पील रही करी लालित पालित हेल आउ पाठ पढ़िल सेतिकी वर्ष पर्यंत माँ बापा तुम पाखरे रहिबा कथा तुमे ही तांकर भरण पोषण करिब 58 वर्ष परे तुमर दायित्व निश्चय निजर पितामातांकर ध्यान देव एकथा सरकार कहउचंती ना आईन ए संबंधरे किछि कहउची आउ बाइबल मध्ये कहउची कोनोसी माँ बापांकु पुओ जदि पालन पोषण न करिवो घरु बाहर करदेव ता विरुद्धरे केस फाइल करि परिबे आ ताको जेल रे मध्य पकई परिबे काहे जानिचंती निश्चित भावे माँ बापांकर भरण पोषणर दायित्व पुओ हातेरे अछि एहा हमर सरकार मध्य कहंती या पूर्वर मध्य बाइबल ताहा कहिअछि गोटे अनाथ आश्रमरु सेठारे थिबा गोटे अनाथ पिलाकु जने वृद्ध व्यक्ति आसी नहीं गले उपयोगी पात्रटीए कले प्रेमर सहित भरण पोषण कले उत्तम शिक्षा देले विवाह हेबा परे तांकर गोटे पुत्र संतान हला कठिन परिश्रमर सहित जे लालन पालन कले जन्म न देईकी मध्य बापांक परि जे आनिकी ताकु पालिले ताहांकु सेही अनाथ आश्रम रे गोटे निछाटिया जगार तांकु छाड़ी देई चली गले सेतेबेले तांकर पुओ तांकु कहिला बापा मु बड़ हेला परे भी आपणको आनिकी एठी छाड़ी देबी प्रिय युवा माने माँ बापांकर जदि आदर जत्न आमे करू तो समय आसिले आमर पिला माने मध्य आमर जत्न करिवे जदि आज आपण निजर पिता मातांक प्रति ध्यान न देई सेमानक दायित्व न नेई मन इच्छा व्यवहार करूचंती तो सुनंतु आज आपण जो काम सब करूचंती काली आपणको ताहा निजर आखिरे देखिबाकू हबो सेपरि दिन न आसीबा पई आज हमकु निश्चय प्रार्थना करिबाकू पड़िबो आसंतु प्रार्थना करिबा आपण माने समस्त प्रार्थनार सहभागी हुअन्तु पवित्र प्रेमी परमेश्वर पिता माँ बापांकु किपरि प्रेम करिवे किपरि सेमानक भरण पोषण करिवे जोसेफर जीवनरु आज आपण कथा कहले सेतिपे आमे तुमर धन्यवाद स्तुति करूछु पिता आमको जन्म देइथिबा माँ बापा माने जदि आमे सेमानकु प्रेम करिबा नाही सेमानक प्रति ध्यान देबा नाही सेमानक दायित्व नेबा नाही तो एथिरु अधिक अभिशापर जीवन कौन हेई पारे एहाठारु अधिक अभिशापर जीवन आउ कौन हेई पारे पवित्र वाक्य कहे आपणा पितामातांकु समादर कर तेबे तुमे दीर्घायु प्राप्त हेबो से दिन जोसेफ तांकर पितांकु एते अधिक आदर कला कि से जाई जेतेबेले से प्रधानमंत्रींकर पदवी रे थिला निज पितांकु सम्मानित कला एहा आदर अटे पिता ए वाक्य जो युवा माने शुणुछंती सेमाने व्यवहार योग्य हुअन्तु उत्तम एक स्तर रे पहुंची पारंतु सम्मानजनक भावे निज पितामातांकु परिचित करंतु एहीपरि अनुग्रह आपण आम मानकु करंतु आज अनेक लोक माने निज पितामातांक उपरे ध्यान देउनाहंती बापा कम से कम फोन करके भी कथा होनाहंती भूली जाइचंती पूरा अनाथ करी छाड़ी देइचंती बीमारी अवस्था छाड़ी देइचंती आर्थिक अनाटन भितरे छाड़ी देइचंती बापा आज सेमाने पश्चाताप करी निज पितामातांक प्रति
ଦାୟିତ୍ୱର ସହିତ ସେମାନଙ୍କର ଯତ୍ନ ନେଇପାରିବେ ସହାୟତା କରନ୍ତୁ ବାପା। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛୁ ପିତା, ଆମିନ୍। ଆଜି କାଲବରୀ ସ୍ୱର ପ୍ରୋଗ୍ରାମକୁ ଲକ୍ଷାଧିକ ଲୋକ ଦେଖନ୍ତି। କେବଳ ତେଲୁଗୁରେ ହିଁ ନୁହେଁ, ତାମିଲରେ, ତାମିଲନାଡୁରେ, କନ୍ନଡରେ, କର୍ଣ୍ଣାଟକାରେ, ମଲୟାଲମରେ, କେରଳରେ, ଓଡ଼ିଆ ଭାଷାରେ, ଓଡ଼ିଶାରେ, ମରାଠୀରେ, ମହାରାଷ୍ଟ୍ରରେ, ବେଙ୍ଗୋଲିରେ, ପଶ୍ଚିମବଙ୍ଗରେ, ପଞ୍ଜାବୀରେ, ପଞ୍ଜାବରେ, ଭୋଜପୁରୀରେ, ବିହାରରେ, ହିନ୍ଦୀରେ, ନର୍ଥ ଇଣ୍ଡିଆରେ, ଉର୍ଦ୍ଦୁ ଭାଷାରେ, ଜମ୍ମୁ ଆଣ୍ଡ କାଶ୍ମୀର, ପାକିସ୍ତାନ, ଆଫଗାନିସ୍ତାନ, ଗଲ୍ଫ କଣ୍ଟ୍ରିଜରେ, ନେପାଳୀରେ, ଆସାମୀରେ, ତେଲୁଗୁରେ, ଏପରି ଭାରତ ଦେଶରେ ଥିବା ପ୍ରଧାନ ଭାଷାଗୁଡ଼ିକରେ ଯୀଶୁଖ୍ରୀଷ୍ଟଙ୍କର ପ୍ରେମର ସୁସମାଚାରକୁ ପ୍ରତ୍ୟେକ ଭାଷାରେ ପ୍ରସାରଣ କରିବା ଭାରତ ଇତିହାସରେ ସର୍ବପ୍ରଥମ ମନ୍ଦିର ଆମ କାଲବରୀ ଟେମ୍ପଲ। କାହିଁକି ଏତେ ସୁସମାଚାର ଘୋଷଣା? କାହିଁକି ଏତେ ଭାଷାରେ ସୁସମାଚାର ଘୋଷଣା? କାହିଁକି ଏଥିପାଇଁ ଆମେ ଏତେ ପ୍ରାଣପଣ କରୁଅଛୁ? ଦୟାକରି ଶୁଣନ୍ତୁ। ରୋମିଓ ମଣ୍ଡଳୀକୁ ପତ୍ର 10 ଅଧ୍ୟାୟ ତାହାର 13 ପଦ। କାରଣ ଯେ କେହି ପ୍ରଭୁଙ୍କର ନାମ ଧରି ପ୍ରାର୍ଥନା କରିବ ସେ ପରିତ୍ରାଣ ପାଇବ। କିଏ ପରିତ୍ରାଣ ପାଇବ? ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବା ବ୍ୟକ୍ତି ପରିତ୍ରାଣ ପାଇବ। କେହି ପରିତ୍ରାଣ ପାଇବାକୁ ହେଲେ, ସେ କରିଥିବା ପାପରୁ ଉଦ୍ଧାର ପାଇବାକୁ ହେଲେ ପ୍ରଭୁଙ୍କୁ ପ୍ରାର୍ଥନା କରିବା ଦରକାର। ଆଉ ପ୍ରଭୁଙ୍କୁ ପ୍ରାର୍ଥନା କରିବାକୁ ହେଲେ ପ୍ରଭୁଙ୍କୁ ବିଶ୍ୱାସ କରିବା ଉଚିତ। ଆଉ ବିଶ୍ୱାସ କରିବାକୁ ହେଲେ ଈଶ୍ୱରଙ୍କର ବାକ୍ୟ ଶୁଣିବାର ଅଛି। ଆଉ ପ୍ରଭୁଙ୍କର ବାକ୍ୟ ଶୁଣିବା ପାଇଁ ତାହା କେହି ଜଣେ ଶୁଣେଇବା ଦରକାର। ଆଉ କେହି ଜଣେ ଶୁଣେଇବା ପାଇଁ ହେଲେ ସେହି ବାକ୍ୟ ଶୁଣେଇବା ଲୋକକୁ କେହି ଜଣେ ପଠାଇବାକୁ ପଡ଼ିବ। କାଲବରୀ ସ୍ୱରକୁ ସାହାଯ୍ୟ କରୁଥିବା ଲୋକମାନେ କ'ଣ କରନ୍ତି ଜାଣନ୍ତି କି? ଏହି ଦୀନ ସେବକ ପ୍ରଚାର କରୁଥିବା ସୁସମାଚାରକୁ ପଛରେ ରହି ପ୍ରଚାରିତ କରୁଛନ୍ତି। ମୁଁ ପ୍ରଚାର କରୁଥିବା ଏହି ସନ୍ଦେଶକୁ 17ଟି ଭାଷାରେ ଭାରତର ଚାରିକୋଣରେ, କେବଳ ଭାରତ ଦେଶରେ ନୁହେଁ, ଆମର ଡାହାଣ ପଟରେ ଥିବା ବାଂଲାଦେଶରେ, ଆମର ତଳେ ଥିବା ଶ୍ରୀଲଙ୍କାରେ, ଉତ୍ତରରେ ଥିବା ନେପାଳରେ, ବାମ ପଟରେ ଥିବା ପାକିସ୍ତାନ, ଆଫଗାନିସ୍ତାନ, ଗଲ୍ଫ କଣ୍ଟ୍ରିଜରେ ଆଜି କାଲବରୀର ସ୍ୱର ପ୍ରସାରିତ ହେଉଅଛି। ସେମାନଙ୍କର ନିଜର ଭାଷାରେ ହିଁ। କେବଳ ଆମ ଦେଶରେ ହିଁ ନୁହେଁ, ମାତ୍ର ଆମ ଚାରିପଟରେ ଥିବା ଦେଶମାନଙ୍କରେ ସୁସମାଚାର ପ୍ରସାରିତ ହେଉଅଛି। ଆଗାମୀ ଦିନମାନଙ୍କରେ ଏସିଆର ଭୂଖଣ୍ଡରେ ଥିବା ପ୍ରତ୍ୟେକ ଦେଶଗୁଡ଼ିକରେ ସୁସମାଚାର ପ୍ରଚାରକାରୀ ମଣ୍ଡଳୀ ଭାବରେ ଆମ ମଣ୍ଡଳୀକୁ ଈଶ୍ୱର ଆଶୀର୍ବାଦ କରନ୍ତୁ ବୋଲି ଆମେ ପ୍ରାର୍ଥନା କରିବା। ଆମେ ଜାଣୁଥିବା ସତ୍ୟକୁ ଯଦି ଅନ୍ୟକୁ ନ ଜଣାଉଅଛୁ, କେତେ ନଷ୍ଟ। ଗୋଟିଏ ନିଷ୍ପତ୍ତି ନିଅନ୍ତୁ। ଯଦି ମୁଁ ପରିତ୍ରାଣ ପାଇଅଛି, ତାହେଲେ କେହି ମୋତେ ଯୀଶୁଙ୍କ ବିଷୟରେ କହିଲେ, ବିନାଶପ୍ରାପ୍ତ ଲୋକମାନେ ରକ୍ଷା ପାଇବା ପାଇଁ ହେଲେ ଆମମାନଙ୍କର ସମ୍ମୁଖରେ ଏହି ବାକ୍ୟ ପ୍ରଚାରିତ କରୁଥିବା ଦୀନ ସେବକଙ୍କୁ ପ୍ରଭୁ ଦେଇଛନ୍ତି। ବାକ୍ୟକୁ ପ୍ରାଞ୍ଜଳ ଭାବରେ, ବାକ୍ୟର ଗଭୀର ଅର୍ଥ ଜାଣିବା ପରି ସମସ୍ତେ ଜାଣିପାରିବା ବିଧାନରେ ବାକ୍ୟ ପ୍ରଚାର କରିପାରୁଥିବା ଦାସଙ୍କୁ ପ୍ରଭୁ ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ସାହାଯ୍ୟ କଲେ, ଏହି ସନ୍ଦେଶକୁ ଲକ୍ଷ ଲକ୍ଷ ଲୋକମାନଙ୍କୁ ଯଦି ଶୁଣାଇଲେ ଅନେକେ ଜୀବନରେ ମଙ୍ଗଳ ପାଇବେ। ଏହି ବିଶ୍ୱାସ କେତେଜଣଙ୍କୁ ଅଛି? ହାତ ଉଠେଇବେ କି? ବିଶ୍ୱାସ କରୁଥିବା ଭଉଣୀ ଓ ଭାଇମାନେ କାର୍ଯ୍ୟରେ ଦେଖାନ୍ତୁ। ସୁସମାଚାର ଘୋଷଣା କର। ପ୍ରଭୁଙ୍କ ନାମରେ ଯେଉଁମାନେ ପ୍ରାର୍ଥନା କରନ୍ତି ସେମାନେ ପରିତ୍ରାଣ ପ୍ରାପ୍ତ ହୁଅନ୍ତି। ପ୍ରାର୍ଥନା କରିବାକୁ ହେଲେ ବିଶ୍ୱାସ କରିବାକୁ ହେବ, ଏବଂ ବିଶ୍ୱାସ କରିବାକୁ ହେଲେ ଶୁଣିବା ଦରକାର। ଶୁଣିବାକୁ ହେଲେ କେହି ଜଣେ ଶୁଣାଇବା ଦରକାର। ମୋ ପରି ସେବକ ଜଣେ ଶୁଣାଇବାକୁ ହେଲେ ମୋ ପଛରେ ରହି କ'ଣ କରିବେ? ଏହି ସେବକଙ୍କର ଏହି ସ୍ୱରକୁ ଅନେକ ଭାଷାଗୁଡ଼ିକରେ ଭାଷାନ୍ତର କରି ଶୁଣାଇବାକୁ ପଡ଼ିବ। ମୁଁ ଯାହା କରୁଛି ବୋଧେ ଆପଣ କରି ନ ପାରନ୍ତି, କିନ୍ତୁ ଆପଣ ଯାହା କରିପାରିବେ ତାହା ମୁଁ କରିନପାରେ। ଆପଣ ଓ ମୁଁ ଏକତ୍ର ମିଶିଲେ ହିଁ ଏ ଜଗତରେ ସୁସମାଚାର ଘୋଷଣା ହେବ। ଏଣୁ ନିଷ୍ପତ୍ତି ନିଅନ୍ତୁ। ପ୍ରଭୁ ଦେଇଥିବା କ୍ଷମତା ଅନୁଯାୟୀ ମାସକୁ ଥରେ, ନଚେତ୍ 2 ମାସକୁ ଥରେ, ନଚେତ୍ 3 ମାସକୁ ଥରେ, ନଚେତ୍ ପ୍ରଭୁ ଆପଣଙ୍କ ଜୀବନରେ ଶୁଭ କାର୍ଯ୍ୟ କରିବା ବେଳେ, ମଙ୍ଗଳ ଦାନ ପାଇବା ବେଳେ କୃତଜ୍ଞତାର ସହିତ ସୁସମାଚାର ପାଇଁ ଦାନ କରନ୍ତୁ। ଆସନ୍ତୁ ଆମେ ସମସ୍ତେ ଏକତ୍ର ଖ୍ରୀଷ୍ଟଙ୍କର ଅନନ୍ତ ଜୀବନର ସୁସମାଚାରକୁ ଘୋଷଣା କରିବା ପାଇଁ ଚେଷ୍ଟା କରିବା। ଏହା ଯେ ଆମମାନଙ୍କର ଦାୟିତ୍ୱ, ଏହା ଭୁଲନ୍ତୁ ନାହିଁ। ଶାଲୋମ୍। କାଲବରୀ ପ୍ରେୟାର ଟାୱାର ଆପଣଙ୍କୁ ସ୍ୱାଗତ ଜଣାଏ। ପୃଥିବୀରେ ତୁମମାନଙ୍କ ମଧ୍ୟରୁ 2 ଜଣ ଯେକୌଣସି ବିଷୟରେ ଏକମନା ହୋଇ ଯାହା କିଛି ମାଗିବେ, ତାହା ମୋହର ସ୍ୱର୍ଗସ୍ଥ ପିତାଙ୍କ କର୍ତ୍ତୃକ ସେମାନଙ୍କ ପ୍ରତି ଘଟିବ।
ଏହା ପ୍ରଭୁ ଯୀଶୁ ଆମକୁ ଶିଖେଇଛନ୍ତି। ଆପଣଙ୍କ ସହିତ ମିଳି ଆପଣଙ୍କର ଆବଶ୍ୟକତା ଗୁଡ଼ିକ ନିମନ୍ତେ ପ୍ରାର୍ଥନା କରିବା ପାଇଁ ପ୍ରଭୁଙ୍କର ଦାସ ଡକ୍ଟର ପି ସତୀଶ କୁମାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଆଶ୍ଚର୍ଯ୍ୟ ସେବା କାର୍ଯ୍ୟ କାଲବରୀ ପ୍ରେୟର ଟାୱାର। ଆପଣ ଯେକୌଣସି ରାଜ୍ୟର କିମ୍ବା ଭାଷାବାଦୀ ହେଇଥାନ୍ତୁ, ଆପଣଙ୍କ ସହିତ ମିଳି ଆପଣଙ୍କ ଭାଷାରେ ଆପଣଙ୍କର ଆବଶ୍ୟକତା ଗୁଡ଼ିକ ପାଇଁ 24 ଘଣ୍ଟା ପ୍ରାର୍ଥନା କରିବା ପାଇଁ ପ୍ରାର୍ଥନା ଯୋଦ୍ଧାମାନେ ପ୍ରସ୍ତୁତ ଅଛନ୍ତି। ପ୍ରତିଦିନ ପ୍ରାୟ 5000ରୁ ଉର୍ଦ୍ଧ୍ୱ ପ୍ରାର୍ଥନା ନିବେଦନ ଆମମାନଙ୍କର ହସ୍ତଗତ ହୁଏ। ପ୍ରଭୁଙ୍କର ଦାସ ପ୍ରାର୍ଥନା କରନ୍ତି ଏବଂ ପ୍ରାର୍ଥନା ଯୋଦ୍ଧାମାନେ ମଧ୍ୟ ପ୍ରାର୍ଥନା କରନ୍ତି। ବିଶ୍ୱାସୀ ମଣ୍ଡଳୀ ମିଶି ପ୍ରାର୍ଥନା କରେ ଆଉ ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରନ୍ତି। Dr. Satish Kumar started his ministry as a street preacher at the age of 18. Today, God uses him to preach at some of the world's largest stadiums like the Seoul Olympic Stadium, South Korea, Panama Football Stadium, South America, Gachibowli Stadium, India, and many more stadiums. In the history of Indian Christianity, Dr. Satish Kumar is the only Indian who has reached over 20 million people through 450 gospel crusades over the last 20 years. You are now watching a few glimpses of these amazing crusades that draw millions of people to the word and love of Christ. It is not just the crusades that draw huge crowds to the meetings. The Sunday services, other special services draw huge crowds to the Calvary Temple to hear the word of God preached by Dr. Satish Kumar. You are now watching glimpses of the largest Christmas and Watch Night service held in Asia. A sea of humanity turned up from across the city and the state to worship the Lord on the Christmas day. Starting from 6 a.m. in the morning till 9 p.m. in the evening were packed to the full with no space left. On a single day, at one single church, over 350,000 worshippers gathering to worship the Savior is a momentous occasion and a historic event, and probably for the first time ever in the history of India. A week later, the largest Watch Night service ever held in the history of India was held at Calvary Temple, Hyderabad, India, on 31st December 2023. Huge crowds along with their family and friends thronged to the Calvary Temple to usher in the new year by worshipping God and with His people. The sprawling 15-acre campus of Calvary Temple was overflowing with people from one end to the another, and with no space left to accommodate one more person into the campus. Undeterred by no room inside the temple. ଆମର ଠିକଣା କାଲବରୀ, ପୋଷ୍ଟ ବକ୍ସ ନମ୍ବର 30, କୁକଟପଲ୍ଲୀ, ହାଇଦ୍ରାବାଦ 72।